ଗୁପଚୁପ୍ ଖାଉଥିଲେ ସାବଧାନ ହୋଇପାରେ କ୍ୟାନସର। ଲୋକଙ୍କ ପାଟିକୁ ବେଶ ସୁଆଦିଆ ଲାଗିଥାଏ ଗୁପଚୁପ୍, କିନ୍ତୁ ଏହାକୁ ନେଇ ଏବେ ଏଭଳି ଘଟଣା ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣ ଗୁପଚୁପ୍ ଖାଇବା ବନ୍ଦ କରିଦେବେ। କର୍ଣ୍ଣାଟକର ଖାଦ୍ୟ ନିରାପତ୍ତା ଏବଂ ମାନକ ପ୍ରାଧିକରଣ ଏକ ଆଶ୍ଚର୍ଯ୍ୟଜନକ ରିପୋର୍ଟ ପ୍ରକାଶ କରିଛି। ଏଥିରେ ସୂଚନା ରହିଛି ଯେ ସାରା ଦେଶରେ ବିକ୍ରି ହେଉଥିବା ଗୁପଚୁପ୍ ଶରୀର ପାଇଁ ଆଦୌ ଭଲ ନୁହେଁ। ବିଭାଗର ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ ପ୍ରାୟ 22% ନମୁନା ଗୁଣାତ୍ମକ ମାନ ପୂରଣ କରୁନାହିଁ। ସାରା ରାଜ୍ୟରୁ ସଂଗୃହୀତ 260 ନମୁନା ମଧ୍ୟରୁ 41ଟି ଅସୁରକ୍ଷିତ ବୋଲି ଜଣାପଡ଼ିଛି କାରଣ ଏଥିରେ କୃତ୍ରିମ ରଙ୍ଗ ରହୁଛି, ଯେଉଁଥିରେ କର୍କଟ ସୃଷ୍ଟି କରୁଥିବା ଉପାଦାନ ରହିଛି। ଏହା ସହିତ ଅନ୍ୟ 18ଟି ନମୁନାର ଗୁଣବତ୍ତା ଖରାପ ବୋଲି ଜଣାପଡ଼ିଛି, ଯାହା ବ୍ୟବହାର ପାଇଁ ଅନୁପଯୁକ୍ତ। ତେଣୁ ଏହାକୁ ବେଶୀ ଖାଇବା ଦ୍ୱାରା କ୍ୟାନ୍ସର ବି ହୋଇପାରେ ବୋଲି ବିଶେଷଜ୍ଞ ଚେତାଇ ଦେଇଛନ୍ତି। ମୁଖ୍ୟତଃ ଗୁପଚୁପ୍ ପାଣି ତଥାରେ ବ୍ୟବହୃତ ହେଉଥିବା କୃତ୍ରିମ ରଙ୍ଗ ଏଥିପାଇଁ ଦାୟୀ। କର୍ଣ୍ଣାଟକର ଖାଦ୍ୟ ସୁରକ୍ଷା ଓ ନିରାପତ୍ତା ବିଭାଗ ପକ୍ଷରୁ ଯାଞ୍ଚ ବେଳେ ଏହି ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି। ଅଧିକ ଖାଇବା ଦ୍ୱାରା ଏହା କ୍ୟାନ୍ସର ପରି ମାରାତ୍ମକ ରୋଗକୁ ଡକରା ଦେଉଥିବା ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି। ତେଣୁ ଆପଣ ଯଦି ଗୁପଚୁପ୍ ଖାଉଛନ୍ତି ସଚେତନ ହୋଇଯାଆନ୍ତୁ।